ଆମ ଓଡ଼ିଆଙ୍କର 12 ମାସରେ ତ 13 ପର୍ବ। ତା ମଧ୍ୟରୁ ଆମେ କିଛିଟା ପୂଜା ପର୍ବାଣୀ କରିଥାଉ, କିଛିଟା କରିନଥାଉ। ତ ସେମିତି ଏବେ ତ ଗଲା, ଆପଣମାନେ ଜାଣିଥିବେ ଦ୍ୱିତୀୟା ଓଷା। ସେଇଟା ଆମେ ସିନା ଦ୍ୱିତୀୟା ଓଷାଟା କରିନଥାଉ, କିନ୍ତୁ ଦ୍ୱିତୀୟା ଘାଣ୍ଟଟା ତ ଆମେ କେବେ ବି ଭୁଲିବୁନି ନା। ଘରେ ଓଷା ହଉ କି ନ ହଉ, ମାଆ ମାନେ ପୂଜା କରିଥାନ୍ତୁ କି ନଥାନ୍ତୁ, କିନ୍ତୁ ପରଦିନ ଦ୍ୱିତୀୟା ଘାଣ୍ଟଟା ହେବାଟା କମ୍ପଲସରି। ମୁଁ କିନ୍ତୁ ଏଠି ଦ୍ୱିତୀୟା ଓଷା ପରଦିନ କରିପାରିନଥିଲି, ତା 2 ଦିନ ପରେ କରିଥିଲି, ଯେଉଁଟାକି ଆମର ଥିଲା କାଲି ବିଶ୍ୱକର୍ମା ପୂଜା ସଂକ୍ରାନ୍ତି। ତ ଭାବିଲି ଏଇ ଆଜି ହିଁ ବନେଇଦେବା ଦ୍ୱିତୀୟା ଘାଣ୍ଟଟା। ବହୁ ଜଣ କାହିଁ କହନ୍ତି ଜୁତିଆ ଘାଣ୍ଟ, ଆକ୍ଚୁଆଲି ଏଇଟା ଜୁତିଆ ଘାଣ୍ଟ ନା ଦ୍ୱିତୀୟା ଘାଣ୍ଟ, ଆପଣମାନେ କମେଣ୍ଟ କରିବେ। ତ ଆ ପାଇଁ ତ ସବୁ ଭେରାଇଟିର ପରିବା ଦରକାର। ତ କିନ୍ତୁ ଆମେ ଯେହେତୁ ବାହାରେ ରହୁଛୁ, କିଛି ପରିବା ତ ଆମକୁ ମିସ୍ ହେଇଯାଏ, ମିଳେନି। କିନ୍ତୁ ମୁଁ ଟ୍ରାଏ କରିଥିଲି ସବୁ ପରିବା ଆଣିବା ପାଇଁ। ତ ପ୍ରାୟତଃ ମୋତେ ସବୁ ପରିବା ମିଳିଯାଇଥିଲା, ଖାଲି ବାକି ରହିଯାଇଥିଲା ଓଉ। ତା ବିନା ତ ଦ୍ୱିତୀୟା ଘାଣ୍ଟ ଅସମ୍ଭବ। ତ ମିଳିଲାନି, କ'ଣ କରିବା, ବାହାରେ ରହୁଛୁ, ଯେତିକି ମିଳିବା କଥା ସେତିକିରେ କରିଦେଲୁ। ଆଉ ହଁ, ମୋତେ ପୋଇ ବି ଏଠି ମିଳିନଥିଲା। ଓଉ ଆଉ ପୋଇ ଏଇ ଦୁଇଟା ଜିନିଷକୁ ମୁଁ ବହୁତ ମିସ୍ କଲି, କିନ୍ତୁ ବାକି ସବୁ ଖୋଜିକିନି ସବୁ ଆଣିଲି। ତ ବହୁ ଜିନିଷ ମିଳିବାର ଆଶା ବି ନଥିଲା, କିନ୍ତୁ ଲକ୍ ସାଥ ଦେଲା, ତ ଖୋଜିଲାକୁ ମୋତେ ମିଳିଯାଇଥିଲା। ମୁଁ ଜାଣିବାରେ ଏଇ ଦ୍ୱିତୀୟା ଘାଣ୍ଟ ପାଇଁ ପ୍ରାୟତଃ ଆମର ଦେଶୀ ଜିନିଷ ସବୁ ଦରକାର ହେଇଥାଏ। ଆପଣମାନେ କ'ଣ ଏକମତ କରୁଛନ୍ତି ନା ନାହିଁ? ମୁଁ ଏଥିରେ ସେଥିପାଇଁ କି କୋବି, କ୍ୟାପ୍ସିକମ୍, ଗାଜର ଏସବୁ କିଛି ବି ଆଡ଼୍ କରିନି। ସବୁ ଦେଶୀ ଜିନିଷ ହିଁ ଟ୍ରାଏ କରିଛି, ଯେଉଁଟା ଆମର ଜେଜେମା ମାଆ ମାନେ ଯେମିତି ବନାନ୍ତି, ଯେଉଁଟାକି ଗାଁରେ ଆମର ମିଳିଥାଏ। ପାଣି କଖାରୁ ହେଲା, ଲାଉ, କଦଳୀ, ଅମୃତଭଣ୍ଡା, ଏମିତି ସବୁ। ତ ଟ୍ରାଏ କଲି। ଏଇଟା ଯେହେତୁ ବର୍ଷା ସିଜନ୍, ସମସ୍ତେ କହନ୍ତି ଯେ ଆମ ବର୍ଷା ସିଜନ୍ରେ ଯେଉଁ ପରିବାଟା ମିଳେ ସେଇ ପରିବାରେ ଦ୍ୱିତୀୟା ଘାଣ୍ଟ ହୁଏ। ଏବେକାର ସିଚୁଏସନ୍ ନେଇକିନି 2025 ମସିହାରେ ମୋତେ ଲାଗୁଛି ସବୁ ପରିବା ସବୁବେଳେ ଆଭେଲେବୁଲ୍ ଅଛି। ଆଉ ବିଶେଷ କରି ତାମିଲନାଡ଼ୁରେ ଏବେ ବି କଞ୍ଚା ଆମ୍ବ, କଠା ପଣସ ସବୁ ମିଳୁଛି। ଏବେ ତ ଆଉ କିଛି ନ ମିଳିବାର ଇମ୍ପସିବଲ୍ କିଛି ନାହିଁ। କିନ୍ତୁ ଆମ ଦ୍ୱିତୀୟା ଘାଣ୍ଟ ପାଇଁ ଯେଉଁଟା ଟେଷ୍ଟ ଦେବ ସେଇଟା ହେଲା ଆମର ବର୍ଷା ଦିନିଆ ସିଜନ୍ ପରିବା, ଯେଉଁଟାକି ସବୁଠାରୁ ଟେଷ୍ଟି। ଯେଉଁଟାକି ଆମର କହନ୍ତି ବୁଢ଼ା ପାଣି କଖାରୁ, ବୁଢ଼ା କାକୁଡ଼ି, ମୋଟା ଖଡ଼ା, ଏସବୁ। ଆଉ ମୁଁ ଭାବିନଥିଲି ଏଠି ପାଣି କଖାରୁ ମିଳିବ ବୋଲି, କିନ୍ତୁ ମୋତେ ଏଠି ଛୋଟ ପିସ୍ଟା ମିଳିଯାଇଥିଲା। ତ ଆଙ୍କର ପାଣି କଖାରୁ ୟୁଜ୍ କରନ୍ତି, କିନ୍ତୁ ଏମିତି ମୋତେ ଛୋଟ ପିସ୍ ମିଳିବ ବୋଲି ମୁଁ ଭାବିନଥିଲି। ଭାବିଲି କାଳେ ବଡ଼ ମିଳିବ, ବଡ଼ ମିଳିଲେ ଏତେ ବି କ'ଣ ହେବ। ତ ଆମ ଓଡ଼ିଆମାନଙ୍କର ଖାଇବା କିଛି ୟୁନିକ୍, ଯେମିତି ରାନ୍ଧିଦେଲେ ତା'ର ଟେଷ୍ଟ ଅଲଗା। ଆଉ ଆଜିର ଏଇ ଦ୍ୱିତୀୟା ଘାଣ୍ଟଟା ମୁଁ କରିବି ପୁରା ଦେଶୀ ଷ୍ଟାଇଲ୍ରେ, କମ୍ ତେଲ ମସଲା ୟୁଜ୍ ନ କରିକିନି। ଯେହେତୁ ଆଜି ସଂକ୍ରାନ୍ତି ଥିଲା, ତ ସେଥିପାଇଁ କି ମୁଁ ଆଜି ଟ୍ରାଏ କଲି ବିନା ପିଆଜ ରସୁଣରେ ଦ୍ୱିତୀୟା ଘାଣ୍ଟଟା ବନେଇବା ପାଇଁ। ଆଉ ବିଶେଷ କରି ଦ୍ୱିତୀୟା ଘାଣ୍ଟଟା ବିନା ମସଲା, ବିନା ପିଆଜ ରସୁଣ ଅଦାର ଯେଉଁ ମସଲାଟା ହୁଏ ସେଟା ନ ଦେଇକି କଲେ ହିଁ ତା'ର ପିଓର ଟେଷ୍ଟଟା ମୋତେ ଲାଗେ ଆସେ। ନହେଲେ ମସଲା ଦେଇକିନି ଛାଣିକି ଏମିତି କଲେ ସେଟା ମିକ୍ସ ଭେଜ୍ ହେଇଯିବ। ଆଉ ମିକ୍ସ ଭେଜ୍ ଆଉ ଦ୍ୱିତୀୟା ଘାଣ୍ଟ ଭିତରେ କିଛି ବି ଫରକ ରହିବନି। ତ ପାଣି କଖାରୁ ଏକା କାଟି ସାରିଲା ପରେ ଏପଟରେ ମୁଁ ଜହ୍ନି ଏକା କାଟିଲି। ତ ଜହ୍ନିଟା ତ ମେନ୍ ମୋତେ ଲାଗେ ଟେଷ୍ଟ ଦିଏ ବୋଲିକିନି। ତ ଜହ୍ନି ଆଉ ବାଇଗଣକୁ ମୁଁ ସାଇଡ଼୍ କରି ରଖିଦେଇଛି। ବାକି ସବୁ ପରିବା ଏକାଥରେ ପକାଇବି, କିନ୍ତୁ ଜହ୍ନିଟା ସବୁ ପରିବା ସିଝିବାର 80% ପରେ ଜହ୍ନି ଆଉ ବାଇଗଣ ମୁଁ ସବୁକୁ ପକାଇବି। ଆପଣମାନେ ଦେଖିଲେ ନା ମୁଁ କ'ଣ ସବୁ କଟାକଟି କଲି। ମୁଁ ଏତେ ଗପ ଭିତରେ ଆପଣମାନଙ୍କ ସହିତ ସେୟାର ବି କରିପାରିଲିନି। ଆପଣମାନେ କହିବେ ମୁଁ କେତେଟା ପରିବା ୟୁଜ୍ କରିଛି। ତ ସେସବୁ ପରିବା ଗୋଟେ ଥର ସରିଗଲା, ସେକେଣ୍ଡ ପୁଣି ଯାଇକି ମୁଁ ନେଇ ଆସିଲି ଅମୃତଭଣ୍ଡା। ଏଇ ଅମୃତଭଣ୍ଡାଟା ଆମର ଜଣେ ତାମିଲ ପଡ଼ୋଶୀ ଜଣେ ଦେଇଥିଲେ, କିନ୍ତୁ ଏଠି ମୋତେ ଅମୃତଭଣ୍ଡା ପ୍ରାୟତଃ ମିଳେନି, ବହୁତ ରେୟାର୍ ମିଳେ। କାହିଁକିନା ଆଙ୍କର ଯେଉଁଟା ମିଳେ ସେଇଟା ବହୁତ ବଡ଼ ବଡ଼ ଥାଏ, ପାଚି ବି ଯାଇଥାଏ। ତ ବହୁତ ରେୟାର୍, ମୁଁ ପ୍ରାୟତଃ ଥରେ କି 2 ଥର ଅମୃତଭଣ୍ଡା ପାଇଛି। ଯୋଗକୁ ସେ ଯେଉଁ ଟାଇମ୍ରେ ଦେଇଥିଲେ ସେଇ ଟାଇମ୍ରେ ଦ୍ୱିତୀୟା ଘାଣ୍ଟ ମିଳିଗଲା। ଆଉ ତା ସହିତ ଏଠି ମୁଁ ନେଇଯାଇଛି କାକୁଡ଼ି। ଏମାନଙ୍କର ପ୍ରାୟତଃ କାକୁଡ଼ି ମାନେ ବୁଢ଼ା କାକୁଡ଼ି, ଆଉ ଆମକୁ ବୁଢ଼ା କାକୁଡ଼ି ଖୋଜିବାକୁ ପଡ଼ିବନି। ତ ସବୁକୁ କାଟି ନେବା। ତା ସହିତ ଆଳୁ ହେଇକା ତ ଆମର କମ୍ପଲସରି, ଆଳୁ, ସାରୁ ଆଉ ମାଟି ଆଳୁ। ଆଉ ହଁ, ମାଟି ଆଳୁ ଏବେ ମୋତେ ରିସେଣ୍ଟଲି ମିଳିଗଲା ଆଉ ତାମ୍ରୋ ମାର୍କେଟରେ। ତ ମୁଁ କେବେ ଭାବିନଥିଲି, ମାନେ ଏତେ ମୋ ଭାଗ୍ୟ ଭଲ, ଯାଇକି ମାର୍କେଟରେ ଖୋଜୁ ଖୋଜୁ ସାରୁ ପାଖରେ ମାଟି ଆଳୁ ମିଳିଗଲା। ଆମେ ତ ତାକୁ ଦେଖିକି ଚିହ୍ନିବା ପାଇଁ ଆମକୁ ତ ଫାଷ୍ଟ ଟାଇମ୍ ଲାଗିଗଲା, କିନ୍ତୁ ଆମେ ଚିହ୍ନି ପାରିଲୁ ସେଇଟା ମାଟି ଆଳୁ। କିନ୍ତୁ ଆମ ଓଡ଼ିଶା ଟାଇପ୍ର ଟେଷ୍ଟ କିନ୍ତୁ ଲାଗୁନଥିଲା, କାହିଁକିନା ଆମ ଓଡ଼ିଶାର ମାଟି ଆଳୁଟା ଟିକେ ଶୁଖି ଯାଇଥାଏ, ଏମାନେ କିନ୍ତୁ ବହୁତ କଞ୍ଚା ବେଳୁ ନେଇ ଆସିଥାନ୍ତି। ତ ଯେଉଁଥିପାଇଁ କି ଟିକେ
ଟେଷ୍ଟ ଟିକେ ଅଲଗା ଲାଗିଲା। ଏବେ ବି ମୁଁ କନଫ୍ୟୁଜ୍ ରହିଗଲି ଏଇଟା ମାଟି ଆଳୁ ତ, ତାଙ୍କୁ 10 ଥର ପଚାରୁଥିଲୁ। ତ ଯାହା ହଉ ମିଳି ତ ଗଲା ଟେଷ୍ଟ ଯାହା ବି ହଉ। ତ ସେ ସବୁକୁ କାଟି କୁଟିକି ଆଳୁ ସାରୁ ଆଉ ମାଟି ଆଳୁକୁ ଭଲସେ ଧୋଇବାକୁ ପଡ଼ିଲା, କାହିଁକିନା ଏଥିରେ ମାଟି ବହୁତ ଥାଏ। ତ ତାକୁ 3-4 ଥର ଧୋଇକିନି ସବୁ ପରିବା ସାଙ୍ଗରେ ରଖିଦେଲି। ତ ମୋର ଏଇ ଡିଶ୍ରେ DSC ପରିବା ହେଇଗଲା। ତ ବାକି ରହିଲା ଖାଲି ଖଡ଼ା ଶାଗ। ଏଠି ମୋତେ ତ ମୋଟା ଖଡ଼ା ମିଳିଲାନି, ନାଇଁ ମିଳେ ତାମିଲନାଡ଼ୁରେ ଖଡ଼ା ଯେଉଁଟା ଆମର ଗାଁରେ ଓଡ଼ିଶାରେ ମିଳେ, ମୋଟା ଖଡ଼ା ଯେଉଁ ବଡ଼ ବଡ଼ ଥାଏ, ଯେଉଁଟାକି ଘାଣ୍ଟ ପାଇଁ ବେଷ୍ଟ ଦେଇଥାଏ, ଏଠି ମିଳେ କିନ୍ତୁ ଏଇ ସିଜନରେ ମିଳେନି। ସେଇଟା ମୋତେ କେବେ ଗୋଟେ ମୁଁ ଦେଖିଥିଲି, ଭୁଲି ଯାଇଛି, କିନ୍ତୁ ଏଠି ମିଳେ। ଏବେ କିନ୍ତୁ ମୋତେ ମିଳିଲାନି। ଏଇଟା କିନ୍ତୁ ମିଳିଗଲା ନାଲି ଖଡ଼ାଟା। ତ ଭାବିଲି ତା ଦେହର ଯେଉଁ ମୂଳ ଯେଉଁଗୁରା ମୋଟା ମୋଟା, ତ ସେଇଥିରୁ ଅଳ୍ପ କିଛି ପକାଇଦେବା ଆଉ। ତ ପୁରା ଦେଶୀ ଷ୍ଟାଇଲରେ ଯେହେତୁ କରିବି, ଫାର୍ଷ୍ଟ ଗୋଟେ ବଡ଼ ଡିସ୍ ନେଇଗଲି, ତା ଦେହରେ ଲୁଣ ଆଉ ହଳଦୀ ଦେଇକି ସବୁ ପରିବାକୁ ପକାଇଦେଲି, କେବଳ ଜହ୍ନି ଆଉ ବାଇଗଣକୁ ଛାଡ଼ି। ତା ସହିତ 2-3ଟା ତେଜପତ୍ର ଆଉ ଟମାଟୋ, ଯେହେତୁ ଓଉ ମିଳିଲାନି ଟମାଟୋର ଭାଗ ଟିକେ ମୁଁ ଅଧିକ ଏଠି ଦେଇଦେଇଛି। ରାତିରେ ବତୁରେଇକି ରଖିଥିଲି ବୁଟ, ମଟର, କାବୁଲି ସୋଲା ଆଉ କଳା ସୋଲା। ତ ସେସବୁ ଭିତରୁ ବୁଟକୁ ସାଇଡ଼୍ କରିଦେଲି, ବାକିକି ଆମେ ସିଟି ଦେଇଦେବା। ଆଉ ହଁ, ମୁଁ ଗଜା ମୁଗ ବି ବନେଇଥିଲି, ପୂର୍ବ ଦିନରୁ ବନେଇଥିଲି, କିନ୍ତୁ ମୋର ପୁରା ପରଫେକ୍ଟ ବନି ଯାଇଥିଲା। ଅଳ୍ପ ଅଳ୍ପ ଗଜା ବାହାରିଥିଲା, କିନ୍ତୁ ବଢ଼ିଆ ସେ ସବୁ ମୁଗରୁ ଗଜା କିନ୍ତୁ ବାହାରି ଯାଇଥିଲା। ତ ଫାର୍ଷ୍ଟ ମୁଁ ଏଠି ମଟର, କାବୁଲି ସୋଲା ଆଉ କଳା ସୋଲାକୁ ପାଣି ଦେଇକି ଆଉ ଲୁଣ ଦେଇକି ସିଟି ଦେଇଦେବି। କିନ୍ତୁ ବୁଟଟା ମୁଁ ଦେବିନି, ବୁଟଟା ନର୍ମାଲରେ ତରକାରୀରେ ପକାଇଲେ ସିଝିଯିବ, ସେଥିପାଇଁ ବୁଟକୁ ଆଉ ଦେବାକୁ ପଡ଼ିଲାନି। ଏଠି ମୁଁ ବାସ୍ ଖାଲି ଗୋଟେ ସିଟି ମାରିବା ପାଇଁକି ଛାଡ଼ି ଦେଇଛି। ଏପଟରେ ଦେଖନ୍ତୁ ମୋର ପୁରା ଫୁଟି ଆସିଲାଣି ସବୁ ପରିବା। ତ କହିଥିଲି ନା ବୁଟ ଆଉ ମୁଁ ସିଟି ଦେଇନି, ତ ଅଳ୍ପ ଫୁଟିଗଲା ପରେ ମୁଁ ବୁଟ ପକାଇଦେଲି ସବୁ ପରିବାରେ। ସେ ଏବେ ତାକୁ ଛାଡ଼ିଦେବା, ତା ପାଇଁ ତ ବହୁତ ଟାଇମ୍ ଅଛି, ତାକୁ ଘୋଡ଼େଇକି ଛାଡ଼ିଦେବା। ଏପଟରେ ମୁଁ ନଡ଼ିଆଟା ବାଡ଼େଇ ଦେଲି। ମୁଁ ଏଠି କଟା ନଡ଼ିଆ ନେବି, ଉଇଥି କୋରା ନଡ଼ିଆ ନେବି, ସେଥିପାଇଁ ମୁଁ ଏଠି ଗୋଟେ ନଡ଼ିଆ ପୁରା ନେଇଯାଇଛି, ତାକୁ ଭାଙ୍ଗି ଦେଇ ତା ପାଣି କାଢ଼ିଦେଲି। ଆଉ ହଁ, ମୁଁ କୋରିଆ ପାଇଁ ତ ଯେଉଁଟା ଛାଡ଼ିଦେଲି, ଆଉ ଯେଉଁଟା କାଟିବାର ଥିଲା ତାକୁ ବି ଭଲସେ କ'ଣ କଲି ନା ଛେଚିଦେଲି। ତ ଛୁରୀରେ ଟିକେ କାଟିବା ପାଇଁ ପ୍ରୋବ୍ଲେମ୍ ହୁଏ, ରାଉଣ୍ଡ ସେପ୍ଟା ଥାଏ ନଡ଼ିଆ, ସେଥିପାଇଁ ତାକୁ ଛେଚିଦେଲେ ପିସ୍ ଗୁଡ଼ା ବାହାରି ପଡ଼େ, ତ ଆରାମସେ କାଟି ହେଇଯାଏ ଛୁରୀରେ। ରୋଷେଇ ଘରେ ପଶି ପଶିକି ପୁରା ହାଲତ ଖରାପ ହେଇଥିଲା, ସେଥିପାଇଁ ଡାଇନିଂ ହଲ୍କୁ ପଳେଇ ଆସିଲି ଟିକେ ପବନ ଖାଇକି ନଡ଼ିଆ ହେରିକାକୁ କାଟିବି, କାହିଁକିନା ଏବେ ତ ଆଉ କିଛି କାମ ନାହିଁ, ସେ ତ ବସିଛି ସେପଟରେ। ତ ଆ ଭିତରେ ମୋର ନଡ଼ିଆ କଟା ହେଇଗଲା। ତ ଯେଉଁଟା ମୁଁ ବସେଇଥିଲି ସବୁ ପରିବା, ତା ଦେହରେ ବି ନଡ଼ିଆକୁ ପକାଇଦେବା, କାହିଁକିନା ନଡ଼ିଆ ବି ଟିକେ ସିଝିବା ଦରକାର। ତ ତା ଦେହରେ ମୁଁ ପକାଇଦେଲି ନଡ଼ିଆକୁ ପକାଇକି ଘାଣ୍ଟିଲି। ତ ଯେହେତୁ ବଡ଼ ଡିଶ୍ ଥିଲା, ତ ଘାଣ୍ଟିବା ପାଇଁ ତ ବହୁତ ପ୍ରୋବ୍ଲେମ୍ ହେଉଥିଲା। ଆୟୁଷଙ୍କର ଯେହେତୁ ନାଇଟ୍ ସିଫ୍ଟ, ତାଙ୍କୁ ବି କହିପାରିଲିନି ଯେ ଏସବୁ ଟିକେ ହେଲ୍ପ କରିଦିଅ ବୋଲି, କାହିଁକିନା ସେ ନାଇଟ୍ ସିଫ୍ଟ ଯାହା ବି ହେଲେ ଶୋଇବେ। ତ ମୋତେ ଏସବୁ କରିବାକୁ ପଡ଼ିଲା, ହାଇଟ୍ ସର୍ଟ, ଟିକେ ଘାଣ୍ଟିବାକୁ ପ୍ରୋବ୍ଲେମ୍ ହେଲା। ତା ଭିତରେ ମୁଁ ଏଠି ମସଲା ପ୍ରିପାରେସନ୍ କରିଛି, ବିନା ପିଆଜ ରସୁଣ ଯେହେତୁ କରିବି, ଅଦା ଆଉ କଞ୍ଚା ଲଙ୍କା, ଧନିଆ ପତ୍ରର ଗୋଟେ ମସଲାଟା ମୁଁ ବାଟି ନେଇଛି। ତ ଏପଟରେ ଦେଖେ ତ ପରିବା ହେରିକା ପ୍ରାୟତଃ ସିଝି ଆସିଲାଣି, ସେଥିପାଇଁ ଯାଇକିନି ବାଇଗଣ ଆଉ ଜହ୍ନିକୁ ପକାଇଦେଲି। ତ ଏପଟରେ ପକାଇକି ଘୋଡ଼େଇ ସାରିଲା ପରେ, ତ ଏପଟରେ ଗ୍ୟାସ୍ରେ କ'ଣ କଲି ନା ଗୋଟେ କଢ଼େଇ ନେଇଗଲି, ତା ଦେହରେ ଦେଇଦେବା ତେଲ ଦେଇକି ଆମର ଯେଉଁ ମସଲାଟା ମୁଁ ବାଟିକି ରଖିଥିଲି, ଅଦା, କଞ୍ଚା ଲଙ୍କା ଆଉ ଧନିଆ ପତ୍ର, ତ ତାକୁ ପକାଇଦେଲି। ତ ଗ୍ରୀନ୍ କଲର୍ ଦେଖାହେଉଛି, କାହିଁକିନା କଞ୍ଚା ଲଙ୍କାକୁ ଧନିଆ ପତ୍ର। ତ ଆଉ ମୁଁ ଏଠି ଟମାଟୋ 2ଟା ନେଇଯାଇଛି, ତା'ର ପ୍ୟୁରିଟା ବନେଇକି ଦେବି। ଓଉ ନାହିଁ, ତ ସେଠି ମୁଁ କଟା 2ଟା ଦେଇଦେଇଥିଲି, ଏଠି ବଟା ବି 2ଟା ଦେଇଦେଲି, ଯେହେତୁ କ୍ୱାଣ୍ଟିଟି ଏତେ, ତ ଖଟା ବି ଲାଗିବନି। ତ ଟମାଟୋର ବଟାଟା ଦେଇକି ତା ଦେହରେ ଲୁଣ, ହଳଦୀ, ଜିରା ପାଉଡ଼ର, ଧନିଆ ପାଉଡ଼ର, ଗରମ ମସଲା, ଆଉ ଏଇଠି ମୋ ପାଖରେ ଥିଲା ବିନା ପିଆଜ ରସୁଣ ନୋ ଓନ୍ଲି ଗାର୍ଲିକ୍ର କରି ପାଉଡ଼ର, ତା ସହିତ କାଶ୍ମୀର ଲାଲ ମିର୍ଚି। ଆଉ ହଁ, ଲୁଣଟା ଏଠି ଦେଖିକି ଦେବେ, କାହିଁକିନା ଆମେ ପରିବା ସିଝେଇଲା ବେଳେ ଦେଇଛେ, ଯେଉଁଟା ଆମେ ସିଟି ଦେଇଛେ କାବୁଲି ଚଣା, ବୁଟ ଫୁଟ, ତାକୁ ବି ତା ଦେହରେ ଲୁଣ ଦେଇଛେ, ତ ସେଥିପାଇଁ କେବଳ ମସଲା ପାଇଁ ଯେତିକି ଲୁଣ ଦରକାର, ତ ସେତିକି ହିଁ ଦେବା। ତ ଦେଇକିନି ମୋର ସେପଟରେ ସିଟି ହେଇଯାଇଥିଲା, ଯେହେତୁ ମଟର କାବୁଲି ଚଣା, ସେସବୁକୁ ପକାଇଦେବା ଆମର ଯେଉଁ ପରିବା ଉପରେ। ତ ତା ସହିତ ମୁଁ ଗଜାମୁଗ ବି ରଖିଥିଲି, ତ ସବୁ ସିଝି ଆସିଲା ବେଳକୁ ଗଜାମୁଗ ପକାଇଦେଲି, ନହେଲେ ଆଗରୁ ପକାଇଥିଲେ ଗଜାମୁଗ ସବୁ ଫିଟି ଯାଇଥାନ୍ତା, ବହୁତ ସିଝି ଯାଇଥାନ୍ତା, ଯେହେତୁ କଲର୍ ବି ତରକାରୀର ଚେଞ୍ଜ ହେଇଯାଇଥାନ୍ତା, ସେଥିପାଇଁ ପ୍ରାୟତଃ ସରି ଆସିଲା ବେଳକୁ ମୁଁ ପକାଇଦେଲି। ଆଉ ଏପଟରେ ମୁଁ ଆସିଗଲି ନଡ଼ିଆ କୋରିବା ପାଇଁ। ତ ମୋର ତ ସବୁଠାରୁ କଷ୍ଟ କାମଟା ହେଲା ନଡ଼ିଆ କୋରିବା, ଏଇଟା ବେଶୀ ପ୍ରୋବ୍ଲେମ୍। ଆଉ ଆଜି ମୋ ହାତ ବି ପୁରା ଫୁଟିଗଲା। ତ ଆୟୁଷ ପ୍ରାୟ ଟାଇମ୍
କରିଦିଅନ୍ତି, ସେ ତ ନଥିଲେ, ମୋତେ ସବୁ ପ୍ରିପେୟାର କରିବାକୁ ପଡ଼ିଲା। ତ ମୋର ମସଲା ହେଇଯାଇଥିଲା, ଅଦାର ମସଲାଟା ଯେହେତୁ ବହୁତ ଜଲ୍ଦି ବନିଗଲା, ତ ମସଲା ଯେଉଁ କଢ଼େଇରେ କରିଥିଲି ସେ ମସଲାକୁ ନେଇକିନି ଡିସ୍ରେ ଯେଉଁ ଆମର ଥିଲା ତ ସେଥିରେ ଦେଇକି ତା ଉପରେ ନଡ଼ିଆ କୋରା ଦେଇଦେଲି। ତ ତରକାରୀ ପୁରା ଏଠି ରେଡ଼ି ହେଇଗଲା, କିନ୍ତୁ ବାକି ରହିଯାଇଛି ଆମର ତରକାରୀର ମେନ୍ ପାର୍ଟ। ଚାଲନ୍ତୁ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ଦେଖନ୍ତୁ ତରକାରୀ ପୁରା କଲରଫୁଲ୍ ଲାଗୁଛି ନା, ବେଷ୍ଟ ହେଇଛି ନା। ଏଇଟା ମୋ ଲାଇଫ୍ର ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ଦ୍ୱିତୀୟ ଘାଣ୍ଟ ବନେଇଛି। ତ ଏପଟରେ ମୁଁ ଦେଲି ତା ପାଇଁ ଗୋଟେ ତଡ଼କା, ଯେଉଁଥିରେ ତେଲ, ପଞ୍ଚଫୁଟଣ ଆଉ ଶୁଖିଲା ଲଙ୍କା କିଛିଟା ଛିଣ୍ଡେଇଛି, ଆଉ କିଛିଟା ଗୋଟା ରହିଛି। ମୋତେ ଲାଗେ ଏଇ ତଡ଼କାଟା ହିଁ ଦେଲେ ମେନ୍ ଟେଷ୍ଟ ଆସିଯାଏ। ତା ଉପରେ ଲଙ୍କା ଜିରା ଗୁଣ୍ଡ ଦେଇଦେଲି। ତରକାରୀ ପୁରା ରେଡ଼ି। ଆୟୁଷକୁ ଫାଷ୍ଟ ଟିକେ ଗରମ ଗରମ ବାଢ଼ିକିନି ଦେଇଥିଲି ଟେଷ୍ଟ କରିବା ପାଇଁ। ଆଉ ହଁ, ସଂକ୍ରାନ୍ତି ଥିଲା ଯେହେତୁ ଆଉ ତ ଉଷୁନା ଭାତ ହେବନି, ସେଥିପାଇଁ ମୁଁ ଅରୁଆ ବନେଇ ଦେଇଥିଲି। ମୋର ଅରୁଆ ଭାତ ପୁରା ହେଇଗଲାଣି ଦେଖିଦେଲି, କାହିଁକିନା ତରକାରୀ ବନେଇବାରେ ଏତେ ବ୍ୟସ୍ତ ଥିଲି, 2ଟା ଗ୍ୟାସ୍ ପୁରା ୟୁଜ୍ ହେଇଯାଇଥିଲା। ସେଥିପାଇଁ ଲାଷ୍ଟକୁ ଭାତ ତ ଜଲ୍ଦି ହେଇଯିବ ଅରୁଆ ଭାତ। ଏଠି ମୁଁ ନେଇଯାଇଛି ଭାତ, ଡାଲି ଆଉ ଦ୍ୱିତୀୟ ଘାଣ୍ଟ। ମୋର ତ ଦ୍ୱିତୀୟ ଘାଣ୍ଟଟା ହେଲେ ଡାଲି ଦରକାର ନାହିଁ, କିନ୍ତୁ ଆୟୁଷକୁ ଟିକେ ଦରକାର, ସେଥିପାଇଁ ତାଙ୍କ ପାଇଁ ବାସ୍ ଖାଲି ଅଳ୍ପ ବନେଇ ଦେଇଥିଲି। ଚାଲନ୍ତୁ ସବୁ ରେଡ଼ି ହେଇଗଲା। ଆଉ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ କହିବେ। ଆଉ ଆପଣମାନେ ଦ୍ୱିତୀୟ ଘାଣ୍ଟ କେମିତି କରିଛନ୍ତି ତାହା ବି ମୋ ସହିତ ନିଶ୍ଚିନ୍ତ ଭାବେ ସେୟାର କରିବେ। ରହିଲି, ବାଏ।